ଶ୍ରୀକ୍ଷେତ୍ର ପୁରୀରେ ପାରମ୍ପରିକ ଝୁଲଣ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲିଠାରୁ 7 ଦିନ ଧରି ଏହି ପ୍ରସିଦ୍ଧ ଉତ୍ସବ ଅନୁଷ୍ଠିତ ହେବ। ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ପ୍ରତିପଦା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସମେତ ସହରର ବିଭିନ୍ନ ମଠରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ସୁସଜ୍ଜିତ ଝୁଲଣ କୁଞ୍ଜରେ ରାଧାକୃଷ୍ଣଙ୍କ ସହ ବିଭିନ୍ନ ଦିନରେ ରାମ ସୀତା ଓ ଲକ୍ଷ୍ମୀ ନରସିଂହ ମଧ୍ୟ ଦୋଳି ଖେଳିବେ। ଠାକୁରଙ୍କର ଏହି ସୁନ୍ଦର ରୂପ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଝୁଲଣ କୁଞ୍ଜ ଗୁଡ଼ିକ ଆକର୍ଷଣୀୟ କରିବା ପାଇଁ ରଙ୍ଗ ବେରଙ୍ଗର ଆଲୋକ, ଜରି ଓ ପାରମ୍ପରିକ ଝାଲର ବ୍ୟବହାର କରାଯାଇଛି। ସୋଲରେ ତିଆରି ହୋଇଥିବା ଶୁଆ, ସାରି, ମାଙ୍କଡ଼ ଓ ଗୁଣ୍ଡିଚି ମୂଷା ଭଳି ବିଭିନ୍ନ ପଶୁପକ୍ଷୀଙ୍କ ମୂର୍ତ୍ତି ଏହି କୁଞ୍ଜରେ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଛି। ଶ୍ରୀମନ୍ଦିରରେ ମହାପ୍ରଭୁ ଝୁଲଣ କୁଞ୍ଜରେ ବିଜେ କରିବା ପରେ ସେଠାରେ ସେବକ ଓ ଗାୟକମାନେ ପାରମ୍ପରିକ ଛମ୍ପୁ, ଛାନ୍ଦ ଏବଂ ରାସ ଗୀତ ପରିବେଷଣ କରିବେ। ଠାକୁରଙ୍କର ଏହି ବର୍ଷାକାଳୀନ ଉତ୍ସବ ପାଇଁ ପୁରୀବାସୀ ଏବେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ପ୍ରଥମ ଥର ପାଇଁ ଏମାର ମଠରେ ଝୁଲଣ ଯାତ୍ରା ବହୁତ ଆଡ଼ମ୍ବର ସହକାରେ ଆୟୋଜନ ହୋଇଛି। ଏହି ପାରମ୍ପରିକ ଉତ୍ସବକୁ ନେଇ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ଏବେ ଉତ୍ସବ ମୁଖର ହୋଇ ଉଠିଛି। ବ୍ୟୁରୋ ରିପୋର୍ଟ NTV।